ଭାରତୀୟ ମଜଦୁର ସଂଘର ପୁରୀ ଜିଲ୍ଲା ଅଧିବେଶନ ବଡ଼ଦାଣ୍ଡ ସ୍ଥିତ ଲୋକନାଥ ଲଜ୍ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ସଭାପତି ରାଜକୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକାରୀ ସଭାପତି ପ୍ରତିମା ମଞ୍ଜରୀ ଦତ୍ତ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅସଂଗଠିତ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଦେବାକୁ ଦାବି କରିଥିଲେ। ସମ୍ମାନିତ ଅତିଥି ଭାବେ ରଞ୍ଜନ କୁମାର ଦାସ ଯୋଗଦେଇ ଶ୍ରମିକମାନେ ଏକତ୍ରିତ ହେବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ନୂତନ ଜିଲ୍ଲା କମିଟି ଗଠିତ ହୋଇଥିଲା। ସଭାପତି ଭାବେ ରାଜକୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରତିମା ମଞ୍ଜରୀ ଦତ୍ତ, ଉପସଭାପତି ବ୍ରଜବନ୍ଧୁ ଦାସ ଓ ଅମୀୟ କୁମାର ରାୟଙ୍କୁ ଚୟନ କରାଯାଇଥିଲା। ଏହା ସହ ସମ୍ପାଦକ ଭାବେ ବିଶ୍ୱନାରାୟଣ ଦାସ, ସହ ସମ୍ପାଦକ ସର୍ବେଶ୍ୱର ମହାରଣା, ଯୁଗ୍ମ ସମ୍ପାଦକ ଗଣେଶ ଆଚାରୀ, ସଂଗଠନ ସମ୍ପାଦିକା ଭବାନୀ ମିଶ୍ର, କୋଷାଧ୍ୟକ୍ଷ ମଞ୍ଜୁଲତା ମୁଦୁଲି, ଉପଦେଷ୍ଟା ବିବୁଧେନ୍ଦ୍ର ନାୟକ, କୁଳମଣି ପୃଷ୍ଟି ଓ ସୁଷମା ବେହେରାଙ୍କୁ ମନୋନୀତ କରାଯାଇଥିଲା। କାର୍ଯ୍ୟକାରୀ କମିଟିର ସଭ୍ୟ ଭାବେ ରୀତା ମାଝୀ, ସନ୍ଧ୍ୟାରାଣୀ ମିଶ୍ର, ବିଜୟଲକ୍ଷ୍ମୀ ମିଶ୍ର, ରଞ୍ଜିତା ଦାସ, ନେତ୍ରାନନ୍ଦ ସାହୁ ଓ ପ୍ରିୟବ୍ରତ ଜେନା ପ୍ରମୁଖଙ୍କୁ ଚୟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଘରୋଇ ସେବିକା, ଠିକା କର୍ମଚାରୀ, ରେଲୱେ ଠିକା କର୍ମଚାରୀ, ଉଜ୍ଜ୍ୱଳା ଦିଦି, ମତ୍ସ୍ୟଜୀବୀ, ଇ ରିକ୍ସା ଚାଳକ, ଉଠା ଦୋକାନୀ, ହୋଟେଲ ଲଜିଂ କର୍ମଚାରୀ ସଂଘ ତରଫରୁ ଶ୍ରମିକ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ଶେଷରେ ସଂଗଠନ ସମ୍ପାଦିକା ଭବାନୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମିଟିଂର ଆଭିମୁଖ୍ୟ ହେଲା ଆମର ଭାରତୀୟ ମଜଦୁର ସଂଘର ସମ୍ବିଧାନ ଅନୁସାରେ ପ୍ରତ୍ୟେକ ବର୍ଷରେ ଆମର ନୂତନ କମିଟି ଗଠନ ହୁଏ। ତା ସହିତ ଆମର ପୁରୀ ଜିଲ୍ଲାରେ ବିଭିନ୍ନ ସଂଗଠନର ପଞ୍ଜୀକରଣ କରିବା ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ଆବେଦନ କରିଥିଲେ। କାର୍ଯ୍ୟକ୍ରମ ହେଲା ଆମର ପୁରୀ ଜିଲ୍ଲାରେ ବିଭିନ୍ନ ଶ୍ରମିକ ସଂଗଠନକୁ ସଂଗଠିତ କରି ପଞ୍ଜୀକରଣ କରିବା ପାଇଁ ଆମର ଲକ୍ଷ୍ୟ ଯେମିତି ମତ୍ସ୍ୟଜୀବୀ ସଂଗଠନ, ଆମର ଉଠା ଦୋକାନୀ ସଂଗଠନ, ବୋଝିଆ ସଂଗଠନ, ଆମର ଏମିତି ଅନେକ ସଂଗଠନ ଅଛି, ମାନେ ମହାରଣା ସଂଗଠନ, ଏମିତି ଅନେକ ସଂଗଠନ ଅଛି, ସେଗୁଡ଼ାକ ସଂଗଠିତ କରି ଆମେ ତାକୁ ପଞ୍ଜୀକରଣ କରିବୁ। ସିଧାସଳଖ କହିଲେ ସରକାରଙ୍କ ସହିତ ଲଢ଼େଇ କରିବା। ଆଉ ମୁଁ ଜଣେ ଅଙ୍ଗନବାଡ଼ି କର୍ମୀର ଜଣେ ନେତ୍ରୀ ହିସାବରେ ମଧ୍ୟ କହିବି, ଅଙ୍ଗନବାଡ଼ି କର୍ମୀ ଆମେ ଯିଏ ଭାରତୀୟ ମଜଦୁର ସଂଘ ସହିତ ଆଫିଲେଟେଡ୍ ଅଛୁ, ସେମାନଙ୍କର ଆଶା କର୍ମୀମାନଙ୍କର ସମସ୍ତଙ୍କର ହକ୍ ପାଇଁ ଭାରତୀୟ ମଜଦୁର ସଂଘ ସାହାଯ୍ୟରେ ଆମେ ତାଙ୍କ ତତ୍ତ୍ୱାବଧାନ ଭିତରେ ତାଙ୍କ ଛତ୍ରଛାୟା ତଳେ ଆମେ ସରକାରଙ୍କ ସହିତ ଲଢ଼ି ଆସିଛୁ ଏବଂ ଭାରତୀୟ ମଜଦୁର ସଂଘ ଦ୍ୱାରା ଆମେ ସରକାରଙ୍କ ସହିତ ଲଢ଼ିକିରି କିଛି ଜିତି ମାନେ ତାର ସୁଫଳ ମଧ୍ୟ ପାଇଛୁ, ଯାହା ଖୁବ୍ ଶୀଘ୍ର ଏବେ ନିକଟରେ ଆମମାନଙ୍କର ମଧ୍ୟ କିଛି ମାନଦେୟ ବୃଦ୍ଧି ହେଇଛି। ସେଥିପାଇଁ ଆପଣମାନଙ୍କ ମାଧ୍ୟମରେ ମୁଁ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଯେତିକ ସବୁ ଗରିବ ନିଷ୍ପେଷିତ ତୃଣମୂଳ ସ୍ତରର ଯେତିକ ଅଛନ୍ତି, ଆମେ ସେମାନଙ୍କୁ କେମିତି ଆଗ ମୁଖ୍ୟ ସ୍ରୋତରେ ନେବୁ ଆଉ ସେମାନଙ୍କୁ ରୋଜଗାରକ୍ଷମ କରାଇପାରିବୁ। ଏହି ହିସାବରେ ଆମେ ଆମ ଭାରତୀୟ ମଜଦୁର ସଂଘ ତରଫରୁ ବିଭିନ୍ନ ପ୍ରକାର ୟୁନିଟ୍ ତିଆରି କରାଯାଇ ସେମାନଙ୍କୁ ଏକାଠି କରାଯାଇ ସେମାନଙ୍କୁ କେମିତି ରୋଜଗାରକ୍ଷମ କରାଯାଇପାରିବ। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।